ଜାଗର ଆପଣ ମାନେ ତ ଜାଣିଥିବେ ଜାଗର ଓଡ଼ିଆ ମାନଙ୍କର କେତେ ପ୍ରିୟ। ଜାଗର ଯେମିତି ତା ପ୍ରସ୍ତୁତି ବି ସେମିତି ବେଲପତ୍ର, ଫୁଲ, ଫଳ, କ୍ଷୀର କେତେ କ'ଣ ପ୍ରସ୍ତୁତ କରିବା ପାଇଁ ପଡ଼େ। ତେଣୁ ସକାଳୁ ସକାଳୁ ଆମେ ଭାଇ ଭଉଣୀ ଦରାଜ ନେଇ ଚାଲିଲୁ ବେଲପତ୍ର ତୋଳିବାକୁ। ସେଠି ବେଲପତ୍ର ତୋଳୁ ତୋଳୁ ମାମଲି ଖସି ପକେଇଲା ଗୋଟେ ବେଲ। ତାପରେ କଇଁ ଫୁଲ ତୋଳିଲୁ, କଇଁ ଫୁଲରୁ ନା ଆମକୁ ତୋଳିଦେଲା। ହେଲେ ବେଲପତ୍ର ତୋଳୁ ତୋଳୁ ତା ଗୋଡ଼ ଖଣ୍ଡିଆ ହେଇଗଲା, ତେଣୁ ଆମ ମନ ଟିକେ ଦୁଃଖ ହେଇଥିଲା। ତଥାପି ସବୁ ଭୁଲି ଆମେ ମୌଜ ମସ୍ତି କରି ପୁଣି ଚାଲିଲୁ ଘରକୁ। ଆମେ ଏବେ ଗଣୁଛୁ 108 ବେଲପତ୍ର ଶିବରାତ୍ରି ପାଇଁ ଯିବ ବସି ଗଣା ଚାଲିଛି। ଆଉ ଏବେ ପ୍ରିପାରେସନ୍ ମଧ୍ୟ ଚାଲିଛି ଦହି ମୁଣ୍ଡରେ ଲଗାଯିବ। ହଁ କାକି କଲର କରିସାରିଛନ୍ତି ଚୁଟି ସେ ମେହେନ୍ଦି କରିସାରିଛି। ଆଉ ଆମ ଦେବୁ ଗଣିବାରେ ବ୍ୟସ୍ତ ଅଛି। 108 ବେଲପତ୍ର କରିବନି, ସେ 300ଟା ବେଲପତ୍ର କରିବ। 324 ଆଉ ମୋ ମାଉ ମୋ ବିଲେଇ ଦହି ଖାଇବ ବୋଲି ଛାନିଆ ହେଉଛି। ମୋତେ ଖାଲି ମ୍ୟାମ୍ କରି ମାଗୁଛି। ଟାଟା। ତାପରେ ଆମେ ବସି ଗଣିଲୁ 108 ବେଲପତ୍ର। ଏସବୁ ବେଲପତ୍ର ତିଆରି ହେଉଥିଲା ଆମର ପ୍ରସିଦ୍ଧ ଦେବତା ଚନ୍ଦନେଶ୍ୱରଙ୍କ ପାଇଁ। ସେ ଆମର ନଦୀ ଆରପଟେ ରୁହନ୍ତି। ଆମେ ସବୁ ବର୍ଷ ସେଠାକୁ ଯାଉ, ଏ ବର୍ଷ ମଧ୍ୟ ଯାଉଛୁ ନଦୀ ପାର ହେଇ ଯିବା ପାଇଁ। ଶିବଙ୍କ ପୂଜାରେ ଅବିରତ ହେଇଛି, ଶିବଙ୍କ ପୂଜାରେ ଅବିରତ ହେଇଛି ବେଲପତ୍ର। ତାପରେ ଆମେ ନୌକା ପାଖକୁ ଚାଲିଗଲୁ। ନୌକା ପାରି ହେଇ ଆମେ ପହଞ୍ଚିଗଲୁ ଆରପଟେ। ସେଠି ଆମେ ଚାଲିଲୁ ପୁଣି ଥରେ ବାଲିରେ ପ୍ରସିଦ୍ଧ ଦେବତା ଚନ୍ଦନେଶ୍ୱରଙ୍କ ପାଖକୁ। ସେଠି ସବୁ ମନସ୍କାମନା ପୂର୍ଣ୍ଣ ହୁଏ, ତେଣୁ ଆମେ ସବୁ ବର୍ଷ ସେଠିକୁ ଯାଉ। ଆପଣମାନେ ବି ନିଜ ନିଜ ମନସ୍କାମନା ମାଗିପାରିବେ ଏବଂ ପୂରଣ କରିପାରିବେ। ତାପରେ ଆମେ ଆସି ପହଞ୍ଚିଗଲୁ ଚନ୍ଦନେଶ୍ୱର ମନ୍ଦିରରେ। ସେଠି ଆମେ ପୂଜା ପାଠ କଲୁ। ଏଠି ଜଣେ ପ୍ରସିଦ୍ଧ ଦେବୀ ମଧ୍ୟ ଅଛନ୍ତି, ଆଉ ସେଠିକୁ ମଧ୍ୟ ଆମେ ଗଲୁ। ଗାଁର ପ୍ରସିଦ୍ଧ ଦେବୀ ଆମ